ସମସ୍ତଙ୍କୁ ଶୁଭ ଶୁଭ ସକାଳ ନମସ୍କାର। ଆଉ ଦେଖନ୍ତୁ ମୁଁ ଯେଉଁ ସ୍ଥାନରେ ଅଛି ଆଜି ଦାରିମାଡ଼ି ବ୍ଲକ ଯେଉଁ ସାରିଙ୍ଗିରପି ମଣ୍ଡଳୀ ଠାରେ ଯେଉଁ 3 ଦିନିଆ ଯେଉଁ ସଭା ଆୟୋଜନ କରାଯାଇଅଛି ସିର ଆଉ ସେଇଟା ଦେଖନ୍ତୁ ମୁଁ ସେ ଦୃଶ୍ୟ ଆପଣଙ୍କୁ ଦେଖାଉଛି। ଆଉ ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଟେଣ୍ଟ କରିଛନ୍ତି, ବହୁତ ସୁନ୍ଦର ସଜେଇଛନ୍ତି। ଆଉ ଏ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ, ଆମେ ପଚାରି ବୁଝିବା। ଏ ଯେଉଁ ଦାୟିତ୍ୱରେ ଅଛନ୍ତି ଆଜ୍ଞା ମାନେ ତାଙ୍କ ମୁଖରୁ କିଛି ପଚାରି ବୁଝିବା। ଆଉ ଆସନ୍ତୁ। ଆମର ଏଟା 50 ବର୍ଷ ସାରିଙ୍ଗିରପି ବାପ୍ଟିଷ୍ଟ ଚର୍ଚ୍ଚର ଜୁବଲି এটা ପାଳନ କରୁଛୁ। ଏହା ସହିତ ଆମର ସିର 50 ବର୍ଷିଆ ଜୁବଲି ମଧ୍ୟ ଆଉ 2 ଦିନ ପାଳନ ହେବ। ଆମର ଏଇ ଜୁବଲିଟା ଆଜି ଗୋଟେ ଦିନ 21 ତାରିଖ, 22 23 ହଉଛି ଆମମାନଙ୍କର ସିର 50 ବର୍ଷିଆ 2 ଦିନ ଜୁବଲି ଚାଲିବ। ସାର୍ ଆଜିଠୁ କେତେ ଦିନ ଚାଲିବ, କେତେ ଦିନ ଧରିକି ଚାଲିବ? 21 22 23 ମୁଁ ଆରମ୍ଭରୁ କହିଛି। 21 ତାରିଖ ଆମର ସାରିଙ୍ଗିରପି ବାପ୍ଟିଷ୍ଟ ଚର୍ଚ୍ଚର ଜୁବଲି, 22 23 ହଉଛି ଆମର ସିର ଜୁବଲି। ସାର୍ ସର୍ବପ୍ରଥମେ ମୁଁ ସାରିଙ୍ଗିରପି ବାପ୍ଟିଷ୍ଟ ମଣ୍ଡଳୀ ତରଫରୁ ଆଉ ସମସ୍ତ ଅଞ୍ଚଳବାସୀ ସମସ୍ତଙ୍କୁ ପ୍ରଥମେ ନମସ୍କାର ଜଣାଉଛି। ନମସ୍କାର। ଆଉ ପ୍ରଭୁଙ୍କର ନାମ ଧନ୍ୟବାଦ ହଉ। ଆଉ ଆମମାନଙ୍କର ସାରିଙ୍ଗିରପି ବାପ୍ଟିଷ୍ଟ ମଣ୍ଡଳୀ ସ୍ଥାପନ ହେଇକି 50 ବର୍ଷ ପୂର୍ତ୍ତି ହେଲା। ତେଣୁ ଏହି 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଆମ୍ଭେ 21 ତାରିଖ ଦିନ ଆଉ ଜୁବଲି ଆମେ ପାଳନ କରୁଛୁ। ଏବଂ ତ ସହିତ ଆମର ବହୁତ କନ୍ଧମାଳ ଖ୍ରୀଷ୍ଟୀୟ ଉଦ୍ୟୋଗୀ ସମ୍ମିଳନୀର ମଧ୍ୟ 22 23 2 ଦିନ ପୁଣି ଆମମାନଙ୍କର 50ତମ ଅଧିବେଶନ ମଧ୍ୟ ଆମେ ପାଳନ କରୁଛୁ। ତେଣୁ ଏହି ସ୍ଥାନକୁ ବହୁ ସଂଖ୍ୟାରେ ଆଉ ଡିଷ୍ଟ୍ରିକ୍ଟ ସାରା ଲୋକ ଆସନ୍ତି। ଆଉ ସମସ୍ତେ ଏ ସ୍ଥାନରେ ଆସି ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା ପାଇଁ ଆଉ ସମସ୍ତଙ୍କୁ ମୁଁ ଏତେବେଳେ ଅନୁରୋଧ କରୁଅଛି, ଆଉ ସମସ୍ତେ ଏହି ସଭାକୁ ଆସନ୍ତୁ ଆଉ ପ୍ରଭୁଙ୍କର ଗୌରବ ପ୍ରଶଂସାରେ ଅଂଶଗ୍ରହଣ କରନ୍ତୁ। ଏତିକି ମୁଁ ସାରିଙ୍ଗିରପି ବାପ୍ଟିଷ୍ଟ ମଣ୍ଡଳୀ ତରଫରୁ ସମସ୍ତଙ୍କୁ ମୁଁ ନିବେଦନ କରୁଛି। ହେବ ଆମମାନଙ୍କର ରେଭରେଣ୍ଡ ଜିତୁଲିମା ଆମ ଜାମସେଦପୁରରୁ ଆସୁଅଛନ୍ତି ଏବଂ ଆମମାନଙ୍କର ନିରଞ୍ଜନପୁର କଟକରୁ ଆସୁଅଛନ୍ତି। ଆଉ ସେମାନେ ଆମମାନଙ୍କର ଯୁବା ଯୁବତୀ ଏବଂ ଈଶ୍ୱରଙ୍କର ବାକ୍ୟରେ ଆଗକୁ ଯେପରି ସେମାନେ ବଢି ପାରିବେ ଏହି ସମସ୍ତ ବିଷୟରେ ସେମାନେ ଶିକ୍ଷା ଦେବେ। वो मिट्टी के साथ सपने लगाता है, वो सूरज के प्रकाश में पड़ता है। भाग्य के मोड़े हुए रास्ते बुने हुए दो दिल हिल रहे हैं। एक ही आकाश के नीचे दो तारे की तरह फिरते हैं। परिवार का विरोध रोक नहीं पाया। वो छोटे से शहर में वापस आ गया, उसने अपने साथ प्यार किया। छोटे कर्मचारियों के दिन कक्षा में धूम से भरा मीठा, वो सुबह की घंटी के साथ रहती है। रात को थोड़ा सा तारा गिनती है, लेकिन पता नहीं कि वो रोशनी बहुत बाद अंधेरा हो जाएगी। टूट गया जैसे कि गलत स्थान पर एक फूलदान। पूरी जगह टूटे हुए आंसू है, मजबूत लेकिन कमजोर। क्षण हवा प्यार को फेंकती है, जो हाथ पकड़ रहा है वो सब पकड़ नहीं सकता।
चाप ठंडी, आधे साल बाद की कहानी, अलगाव का अंतिम अध्याय, वो उज्ज्वल रोशनी में बोझ फीका हो जा। ଆଉ ଦେଖନ୍ତୁ ସାର୍ମାନେ ଯେଉଁ ବହୁତ ସୁନ୍ଦର ଭାବରେ କହୁଥିଲେ। ଆଉ ଆଜି ଆରମ୍ଭ, ଆଜିରୁ 21, 22, 23 ଆଉ 3 ଦିନ। ଆଉ ବିଶେଷ କରି ଆଜି ଯେଉଁ ପ୍ରଥମ ଉଦ୍ଘାଟନର ଯେଉଁ ଜୁବଲି ଅଛି ସେ ଜୁବଲି ବିଷୟରେ ସାର୍ ବହୁତ ସୁନ୍ଦର ଭାବରେ କହୁଥିଲେ। ବହୁତ ସଂଖ୍ୟାରେ ଯୋଗ ଦିଅନ୍ତୁ ଆଉ ଏହି ସ୍ଥାନକୁ ଆସିକି ବହୁତ ସୁନ୍ଦର ଭାବରେ ଈଶ୍ୱରଙ୍କର ବାକ୍ୟ ଶୁଣନ୍ତୁ। ଆଉ ସ୍ଥାନ ହେଉଛି ସାରିଙ୍ଗିରିପି ମଣ୍ଡଳୀ। ଆଉ ସାରିଙ୍ଗିରିପି ଯେଉଁ ପଡ଼ିଆ ଅଛି ସେ ପଡ଼ିଆଠାରେ ଆଉ ଆଜି ପ୍ରୋଗ୍ରାମ୍ ଆଜି ଆରମ୍ଭ ହେବାକୁ ଯାଉଛି, ଉଦ୍ଘାଟନ ହେବାକୁ ଯାଉଛି। ଆଉ ଠିକ୍ 11 ଘଣ୍ଟିକା ସମୟରେ ଆପଣମାନେ ଉପସ୍ଥିତ, ବହୁ ସଂଖ୍ୟାରେ ଉପସ୍ଥିତ ହୁଅନ୍ତୁ। ଆଉ ନିଜେ ଈଶ୍ୱରଙ୍କର ବାକ୍ୟ ଶୁଣିବା, ନିଜ ସହ ପରିବାର ମଧ୍ୟ ଶୁଣିବାକୁ ଦିଅନ୍ତୁ, ବନ୍ଧୁବର୍ଗମାନଙ୍କୁ ମଧ୍ୟ ବାକ୍ୟ ଶୁଣିବା ପାଇଁ ସାହାଯ୍ୟ କରନ୍ତୁ।